তুমি মনে মধ্যে কিছু ভয় করু না জানকী লক্ষ্মণ যাইছন্তি নিশ্চয় সম্বাদ এই তো ଭାଇ ଭାଇ ଯେଉଁ ସୁପର୍ଣ୍ଣଖା ନାଶକ ନମଚ୍ଛେଦନ କରିଥିଲି ସେ ସୁପର୍ଣ୍ଣଖା ତାର ଅନେକ ସୈନ୍ୟ ସମ୍ବନ୍ଧ ନେଇ ଆସୁଛି ଆମ ସହିତ ସଂଗ୍ରାମ କରିବା ପାଇଁ ମୋତେ ଆଦେଶ କରନ୍ତୁ ଭାଇ ଏଇ କ୍ଷଣି ଛୁଟିଦେବି ମୁଁ ସମର କ୍ଷେତ୍ର ଯେଉଁ ସୁପର୍ଣ୍ଣଖାର ନାଶକ ଛେଦନ କରିଥିଲେ ସେ ତାର ଭାଇମାନଙ୍କୁ ଆସୁଛି ଆମ ନିକଟକୁ ପ୍ରତିଶୋଧ ନେବା ପାଇଁ ସଂଗ୍ରାମ ପାଇଁ। ହଁ ଭାଇ ତମେ ଛୋଟ ପିଲା ତମେ ରୁହ ମୁଁ ଯାଉଛି ରାକ୍ଷସ ମାନଙ୍କ ସହିତ ତୁମର ସଂଗ୍ରାମ କରିବି ତମେ ରୁହ ମୁଁ ଏବେ ମୁଁ ଆପଣଙ୍କ ହସ୍ତ ଯୋଡ଼ି ଅନୁରୋଧ କରୁଛି ସ୍ୱାମୀ ଆପଣ କେବେ ସେ ରାକ୍ଷସ ମାନଙ୍କ ସହିତ ସଂଗ୍ରାମ କରିବାକୁ ଯାଆନ୍ତୁ ନାହିଁ। ତମେ କାହିଁକି ମୋର ପଥର ଦୁଃଖ ଚାଲନ୍ତୁ ସ୍ୱାମୀ ଆମେ ଏ ଗୁମ୍ଫା ମଧ୍ୟରେ ଲୁଚି ରହିବା ସେ ରାକ୍ଷସ ମାନେ ଆମକୁ ନ ଦେଖିଲେ ନିଶ୍ଚୟ ତାଙ୍କର ରାଜକୁ ଫେରିଯିବେ ସ୍ୱାମୀ ଆପଣ ମୋର କଥା ମାନେ କେବେ ସେମାନଙ୍କ ସହିତ ସଂଗ୍ରାମ କରିବାକୁ ଯାଆନ୍ତୁ ନାହିଁ। ସାମାନ୍ୟ ରାକ୍ଷସ ମାନଙ୍କର ବୀରତ୍ୱ ଗାରିମା ତମେ ମୋ ନିକଟରେ ପ୍ରକାଶ କରୁଛ ତମେ କଣ ସେମାନଙ୍କ ନିକଟରେ ମତେ ତମେ ଏବେ ଛୋଟ ମନେ କରୁଛ ସୀତ ସେ ସ୍ୱୟଂ ନାରାୟଣ ହୋଇ ଅଛି ଅବତାର ସୁର ସତ୍ୟ ସତ୍ୟ ତିନିବାର করে যাবে শিব ধনুষার বাসুর নর ভয় নাহি কি মোহর মোর ঘরে ধনুস্ত্র থিব যক্ষ রক্ষ গন্ধর্ব ମୁଁ ଏମାନଙ୍କୁ କେବେ ଭୟ କରେ ନା ତମେ ରାକ୍ଷସ ମାନଙ୍କୁ ଦେଖି ମନେ ପଥରେ ଭୟ କରୁଛ ତମେ ଗୋଟେ କାର୍ଯ୍ୟ କର ଲକ୍ଷ୍ମଣ ରାକ୍ଷସ ମାନଙ୍କୁ ଦେଖି ସୀତା ମନ ମଧ୍ୟରେ ଭୟ କରୁଛନ୍ତି। ହଁ ଭାଇ ସୀତାଙ୍କୁ ନେଇ ତମେ ପର୍ବତ ଗୁମ୍ଫାରେ ଆତ୍ମଗୋପନ କର ଏଇ ଅଳ୍ପ କ୍ଷଣ ମଧ୍ୟରେ ରାକ୍ଷସ ମାନଙ୍କୁ ସଂଗ୍ରାମରେ ବିନାଶ କରି ସର୍ବଶୁଭରେ ମୁଁ ତୁମ ନିକଟକୁ ଫେରି ଆସିବି। ଭାଇ ଯାଅ ମୁଁ ନିଶ୍ଚୟ ଫେରି ଆସିବି ସୀତା ଭୟ କରିବାର କୌଣସି କାରଣ ନାହିଁ। ଯୋଉ ସୁପର୍ଣ୍ଣଖା ନାଶକର ଛେଦନ କରିଥିଲା ମୋର ସାନ ଭାଇ ଲକ୍ଷ୍ମଣ ସେ ତାର ପ୍ରତିଶୋଧ ନେବା ପାଇଁ ସୈନ୍ୟ ସାମନ୍ତ ଘେନି ଆସୁଛି କରିବା ପାଇଁ ତୁମର ସଂଗ୍ରାମ ମୁଁ ମଧ୍ୟ ଦେଖିବି କେତେ ବଡ଼ ଯୋଦ୍ଧା ଅଛନ୍ତି ଠାର କଥା ମାନେ ପଳାୟନ କରିବୁ ମାନବ ଦୂଷଣ ନିଶିରଙ୍ଗ ହଟ ନାହିଁ ତୋର ମୂର୍ତ୍ତି କିଏ ତମେ ମାନେ ହେଉଛୁ ସୁପର୍ଣ୍ଣଖାର ଭ୍ରାତା ମାନେ ହେଉଛି ଖରା ଦୂଷଣ ହେଉଛି ପାରିବ ମାନବ କେଉଁ କାରଣ ନେଇ ତୁ ଆମର ଭଗ୍ନୀ ନାଶା କରୁଛୁ ଛେଦନ ମାନଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବ ମୋରେ ଧନ ଆଉ ତୀର ମୁଁ ଦେଖିବି ତମର କେତେ ବଡ଼ ଯୋଦ୍ଧା ଅଛ।
সমস্ত রাক্ষস মানে সংগ্রামের বিনাশ করে যাଉଛି এই সম্বাদ সীতা ଆଉ ଲକ୍ଷ୍ମଣଙ୍କୁ ମୋତେ ନେବାକୁ ହେବ। ଏମାନଙ୍କ ଦୁଇ ଜଣ ମୋ ଭାଇକୁ ମଧ୍ୟ ବିନାଶ କରି ଦେଇଛନ୍ତି। ମୁଁ କଣ କରିବି? ମୁଁ କଣ କରିବି? କିପରି ଭାବରେ ଏମାନଙ୍କ ନିକଟରୁ ନେବି ମୋ ପ୍ରତିଶୋଧ? ନାଇଁ, ଯାଉଛି ଏ ସମସ୍ତ ବାର୍ତ୍ତା ନେଇ ମୋ ଜ୍ୟେଷ୍ଠ ଭାଇଙ୍କ ଆଗରେ କହିବି। ଜ୍ୟେଷ୍ଠ ଭାଇର ମୋ ଲଙ୍କାପତି ଭାଇ